ଖେଳୁଛି ବୁଲୁଛି ଗାଧୋଉଛି ଜିନତ। ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ ଜିନତର ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି। କେତେବେଳେ ଦୌଡ଼ାଦୌଡ଼ି କରୁଛି ତ ଆଉ କେତେବେଳେ ପାଣିରେ ପଶୁଛି ମହାବଳ ବାଘୁଣୀ। ଗତ ରାତିରେ ଆଲିପୁର ଚିଡ଼ିଆଖାନାରୁ ଫେରିବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନର ଏକ ସଫ୍ଟ ଏନକ୍ଲୋଜରରେ ତାକୁ ଛଡ଼ାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଜଳକୁଣ୍ଡରେ ପଶି କେତେବେଳେ ପାଣି ପିଉଛି ତ କେତେବେଳେ ଗାଧୋଉଛି ଜିନତ। ଜିନତକୁ ପୂର୍ବ ଅବସ୍ଥାକୁ ଫେରାଇବା ପାଇଁ ବନ ବିଭାଗ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛି। ବାରିପଦା ଆରସିସିଏଫ୍ କହିଛନ୍ତି ଜିନତ ଏବେ ପୁରା ସୁସ୍ଥ ଅଛି ଏବଂ ଶାନ୍ତ ରହିଛି। ତାକୁ ଗତକାଲି ସକାଳ 8ଟା ବେଳେ ଜେନାବେଲ ରେଞ୍ଜର ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି। ଶିମିଳିପାଳ ସାଉଥ ଡିଭିଜନରେ ଯମୁନା ପାଇଁ ହୋଇଥିବା ଏହି ଏନକ୍ଲୋଜରରେ କିଛି ଦିନ ଜିନତକୁ ରଖାଯିବ। 24 ଘଣ୍ଟା ତାକୁ ନଜରରେ ରଖାଯିବ। ବାରିପଦାର ପ୍ରତିନିଧି ମାଣିକଲାଲ ପାଣି ଆମ ସହ ଯୋଡ଼ି ହେଉଛନ୍ତି। ମାଣିକଲାଲ, 24 ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯିବ, କିନ୍ତୁ ଯେମିତି କିଛିଟା ଦୃଶ୍ୟ ଦେଖିବାକୁ ମିଳୁଛି, ଦୃଶ୍ୟ ଦେଖିଲେ ଲାଗୁଛି ବାଘୁଣୀ ଜିନତ ଏବେ ପୁରା ପୂର୍ବ ଅବସ୍ଥାକୁ ଫେରି ଆସିଛି। ଖେଳୁଛି ବୁଲୁଛି ଗାଧୋଉଛି, ପୁରା କୁଲ ଅଛି। ନିଶ୍ଚିତ ସଙ୍ଗୀତା, ଇଏ ଗୋଟେ ଭଲ ଦୃଶ୍ୟ, କାହିଁକିନା ଜିନତକୁ ନେଇକି ସମଗ୍ର ଓଡ଼ିଶାବାସୀ ଗୋଟେ ପ୍ରକାର ଉତ୍ସାହିତ ଥିଲେ। ଜିନତର ପ୍ରତ୍ୟେକ ଦିନ ଖବର ନେବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଛି। ଏବେ ଜିନତର ଏଇ ଭଲ ଖବରଟି ଆସିଛି ଯେ ଜିନତ ଏବେ ସୁସ୍ଥ ଅଛି, ଖେଳୁଛି। ଶିମିଳିପାଳ ଯୋଉ ଏନକ୍ଲୋଜରରେ ରଖାହେଇଛି, ଏଇ ଯୋଉ ଏନକ୍ଲୋଜରଟି ଅଛି, ଇଏ 1 ହେକ୍ଟର ଜମିରେ ଏଇ ଏନକ୍ଲୋଜରଟି ଅଛି। ଯାହା ଆମ ପାଖରେ ସୂଚନା ଅଛି, ଇଏ ପାଖାପାଖି 1 ମାସ ପାଖାପାଖି ଏଇ ଏନକ୍ଲୋଜର ରହିବ। ତାପରେ ପୁଣି ଯୋଉ ପୁନର୍ବାର ତାକୁ ଏନକ୍ଲୋଜର ଏରିଆକୁ ବଢାଯିବ, ପ୍ରାୟ ପାଖାପାଖି 2 ହେକ୍ଟର ଜମିରେ ଏନକ୍ଲୋଜରକୁ କରାଯିବ। ଏଇଭଳି ସେ ବଡ ଏନକ୍ଲୋଜରରେ କିଛି ଦିନ ରହିବା ପରେ ଯୋଉ କମିଟି ଅଛି, ଷ୍ଟିୟରିଂ କମିଟି ଏବଂ ଏନଟିସିଏ, ତାପରେ ଡିସିସନ ନିଆହବ ୟାକୁ ଜଙ୍ଗଲରେ ଛଡାଯିବ ନା ନାହିଁ। କାହିଁକିନା ଜିନତ ଯେଭଳି ମୁଣ୍ଡବତାର କାରଣ ପାଲଟିଲା ଜଙ୍ଗଲ ବିଭାଗର, ସେ ଯୋଉ ସେଠୁ ଓଡିଶାରୁ ଖସି ଯାଇକି ଝାଡଖଣ୍ଡ, ପଶ୍ଚିମବଙ୍ଗ ବିଭିନ୍ନ ଆଡେ ଯାଇକି ପହଞ୍ଚିଗଲା। ସେଥିପାଇଁ ଏଥର ତାକୁ ଟ୍ରାଏ କରାହଉଛି ଯେ ଜିନତକୁ ଏଇଠି ହିଁ ଅଭ୍ୟାସ କରାଯିବ ଶିମିଳିପାଳ ଅଞ୍ଚଳରେ। ଶିମିଳିପାଳର ଯୋଉ ନେଚର ଅଛି ସେଇଠି ସେ ଖାପ ଖୁଆଇବ ଯେମିତି, ଆଉ ତାପରେ ଯାଇକି ତାକୁ ଏନକ୍ଲୋଜରରୁ ବାହାର କରାଯିବ। ଆଉ ଜିନତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାହେଇଛି। ଜିନତ ଯେଭଳି ତାକୁ 24 ଘଣ୍ଟା ତାକୁ ନଜରରେ ରଖାହଉଛି, ସ୍ୱତନ୍ତ୍ର ଟିମ୍ ରହିଛନ୍ତି, ତାପରେ ଏବଂ କଲର ଆଇଡି ମଧ୍ୟ ରଖାହେଇଛି। ତାର ଗତିବିଧିକୁ ପୁରା ଲକ୍ଷ୍ୟ କରାଯାଉଛି। ଆଉ ଯେଭଳି କୌଣସି ପ୍ରକାର ଭୁଲ ନ ହୁଏ, ତାପରେ ମଧ୍ୟ ଜିନତ ଯୋଉ ଛଡାଯିବା, ଯଦି କୋର ଏରିଆରେ ଛଡାଯିବ, ତାପରେ ମଧ୍ୟ ହୁଏତ ବି ଜିନତ ପୁଣି ଆଉ ଥରେ ଅନ୍ୟ ଆଡେ କୁଆଡେ ପଳେଇ ଯାଇପାରେ। ସେ ନେଇ ମଧ୍ୟ କିଛି ମାନେ କହିହେବନି ଯେ ବନ ବିଭାଗ ପୁରା ନଜର ରଖିଛି। ବହୁତ ବହୁତ ଧନ୍ୟବାଦ ମାଣିକଲାଲ ଆପଣଙ୍କର तमाम सूचना ପାଇଁ।